କେତେଟାରେ ଶୋଇଲୁ? 6ଟା ବେଳେ। 6ଟାରେ ଶୋଇଲୁ? ହେଲେ ତୋର ମା କେତେ ଆଗ୍ରହ ଶୋଇପଡିଥିଲା? ମୁଁ କିନ୍ତୁ ଏ କଥାକୁ ବିଶ୍ୱାସ କରୁନି ଭାଇ। ଏ କଣ 6ଟାରେ ଶୋଉଛି? ରାତି 6ଟାରେ ଶୋଇକି ଏବେ କେତେଟା ଟାଇମ୍ କେତେ ହେଇଛି? ଏବେ 9:30 ନା କଣ ହେଇଛି? 9:30ରେ ଉଠିଲୁ କି? ଆଜି ନାଇଁ ମୋ କଥା ଟିକେ ଶୁଣେ ଭାଇ। ମାକୁ ଭୋକ ଲାଗୁଛି, ମତେ ଭୋକ ଲାଗୁଛି। ସେଟା ଯୋଉ ମୋ ପେଟ ପୋଷୁଛି ଭାଇ ସେଟାକୁ ଆମେ 4ଟା ବେଳେ ଖାଇଲୁ, ଆଉ 5ଟା ବେଳକୁ ମୁଁ ଶୋଇଲି, ଆଉ 6ଟା ବେଳକୁ ମା। ତମେ 6ଟା ଯାଇ କିସ୍ କରୁଥିଲ? ମତେ ଟିକେ କହିବ ତ। 6ଟା ଯାଇ କଣ କରୁଥିଲ? କଣ କରିବି? କରୁଥିଲୁ କହୁନୁ? କଣ କରିବି? ତୁ କହିଛୁ ପରା ଚାର୍ଜ କେତେବେଳେ ଦେଖିଛ ବୋଲି। ଆଉ ଯେତେବେଳେ ମୁଁ ଶୋଇଥିଲି ଟେକି କରି ଆଣି ଖଟ ଉପରେ ପକାଇ ଥଣ୍ଡା ଲାଗୁଛି ବୋଲେ ଗନ୍ଥା ପକାଉଛି। ତୋର ଭଉଣୀ ସେ କମଳ ନେଇ ଯାଇଛି, ହେଲେ ଆଉ କଣ କରିବି ମା? ଗନ୍ଥା ଅଛି, ଗନ୍ଥା ପକେଇବି ନାହିଁ କି? ଗନ୍ଥା ମତେ ତ ଥଣ୍ଡା ଲାଗୁଛି, ଥଣ୍ଡା ଗନ୍ଥା ପକେଇ ଦେଇଛି। ରାତି ସାରା ଛେଦରେ ଏକ କରିଦଉଛି। ଛେଦରେ ଏକ କରୁଛି ମୋ ଝିଅ। ଆକୁ ଟିକେ କୁହନ୍ତୁ, ଆଉ ଯେମିତି କି ନେକ୍ସଟ ଟାଇମ୍ ଛେଦରେ ଏକ କରିବନି। ଆଉ କହୁନୁ କି? ମୁଁ ଭିଡିଓରେ କହିବି ଫ୍ରେଣ୍ଡସ୍ ମାନଙ୍କୁ। ଏବେ ଆକୁ 5 ବର୍ଷ ହେଇଛି, ଏବେ ବି ସେ ଆମର ପ୍ୟାମ୍ପର୍ସ ପିନ୍ଧିକି ରହୁଛି। ମାନେ ଆକୁ ଆଉ କଣ କହିବି ମୁଁ? ଏବେ ବି ପ୍ୟାମ୍ପର୍ସ ପିନ୍ଧୁଛି, ମାନେ କଣ କହିବି? ମୋ ସାନ ପୁଅ ତାକୁ ବର୍ଷେ ବି ଇଏ କଣ ଏକ କରୁଛି? ଲାଜର କଥା ଟିକେ କହିବ ଅଡିଏନ୍ସ, ଟିକେ ଆପଣ ଟିକେ ଆକୁ ବୁଝେଇବେ। ଆମ ଝିଅକୁ ବହୁତ ନଟି ହଉଛି। ମତେ ମାରିଦେବ ଇଏ। ମାରିଦେବୁ। ହେଲେ ତୁ ସତରେ କହ, ତୋ ରାତି ଏକ କରୁନଥିବ? ହେଲେ କାହିଁ ସେ ପ୍ୟାମ୍ପର ଏକ କରିଦଉଛି ଆଜ୍ଞା, ଏକ କରିଦଉଛି।